ଆପଣ ଗୋଟେ ଅଣଖ୍ରୀଷ୍ଟିଆନ ଯୋଉ ଭଳିଆ ବୁଝେ ଆପଣ ଠିକ ସେଇଭଳିଆ ବୁଝୁଛନ୍ତି। ଆଉ ଆପଣ ଯଦି ଅଣଖ୍ରୀଷ୍ଟିଆନ ଭଳିଆ ବୁଝୁଛନ୍ତି ତ ଆପଣଙ୍କୁ କିଏ ଅଧିକାର ଦେଲା ଆପଣ ଗୋଟେ ମିଶନାରୀ ବୋଲି? ଆପଣଙ୍କୁ କିଏ ଚୁଜ କଲା ରେଭରେଣ୍ଡ ବୋଲି? ଆଜ୍ଞା, ଆପଣଙ୍କୁ କିଏ ଚୁଜ କଲା ପାଷ୍ଟର ବୋଲି? ପ୍ରେଜ୍ ଦ ଲର୍ଡ। ପରମେଶ୍ୱର ମାନ ଧନ୍ୟବାଦ ହଉ। ପରମେଶ୍ୱର କେତେ ଅନୁଗ୍ରହ କଲେ ଆଜି ଆପଣମାନଙ୍କ ନିକଟରେ ଆଉ ଗୋଟେ ଶିକ୍ଷା ନେଇ ଆସିବା ପାଇଁ ସୁଯୋଗ ଦେଲେ, ସେଥିପାଇଁ ଈଶ୍ୱରଙ୍କୁ ଧନ୍ୟବାଦ ଦେବା ସହିତ ମୁଁ ସମସ୍ତ ମୋର ପ୍ରେଜ୍ ଲର୍ଡ ଜଣେ ପ୍ରେଜ୍ ଲର୍ଡ। ଆଜିର ଶିକ୍ଷା ହେଉଛି ଯେ ବେଣୁଲିମା କେତେ ଘଣ୍ଟା କାନ୍ଦିବାରୁ ଜଣେ ମୃତ୍ୟୁରୁ ଉଠିଲେ। ତାଙ୍କର ଥମ୍ବନେଲ୍ ଦେଖନ୍ତୁ। ମୁଁ ସେ ଭିଡ଼ିଓଟା ଦେଖି ନାହିଁ, ଓପେନ୍ କଲି ନାହିଁ, କାହିଁକି ଯେହେତୁ ସେଇଟା ଖାଲି ଢାବା ମାରିଛି ତାଙ୍କର ବ୍ୟବସାୟ। ଯିଏ ବ୍ୟବସାୟ କରୁଛି ବେଣୁଲିମାର ୟୁଟ୍ୟୁବ୍ ପକାଇକି ତାର ବ୍ୟବସାୟ ଚାଲିଛି। ସେ ବ୍ୟବସାୟ ଯେମିତିକି ଦୈବଜ୍ଞ ଆତ୍ମବିଶିଷ୍ଟ ସ୍ତ୍ରୀ ଭାଗ୍ୟ ଗଣନା ଦ୍ୱାରା ଯେତେବେଳେ ଲୋକମାନଙ୍କର କଥା ଯାକ କହୁଥିଲା, ସେତେବେଳେ ସେମାନେ ତାଙ୍କର ଗୋଷ୍ଠୀ ଥିଲା ବଞ୍ଚିବା ପାଇଁ କେତେଜଣ ତାକୁ ସେଇଠି ଲଗେଇକି ସେମାନେ ବଞ୍ଚୁଥିଲେ। ଠିକ୍ ସେ ପ୍ରକାରେ ବେଣୁ ପ୍ରଚାର କଲେ। ଇଏ ୟୁଟ୍ୟୁବ୍ କରିକି ଇଏ ବଞ୍ଚିବା ଲୋକ କ'ଣ କରୁଛି, ପକାଇଛି ଯେ ଗୋଟେ ବେଣୁ ମାନେ ପ୍ରଚାର କରିବା ଦ୍ୱାରା ଜଣେ ସୁସ୍ଥ ହେଲା। ତେବେ ମୋର ଏଠି ପ୍ରଶ୍ନ ଯେ କେତେ ପରିବାର ଲୋକଟା ମରିଥିବା ଲୋକ ଉଠିବାରୁ କେତେ ପରିବାର ଖ୍ରୀଷ୍ଟାନ ହେଲେ? କେତେ ପରିବାର ଖ୍ରୀଷ୍ଟାନ ହେଲେ? କେଉଁ ଜାଗାରେ? ଖ୍ରୀଷ୍ଟାନ ଭଳିଆ ବୁଝିବା ନାହିଁ। ମୁଁ ଅଣଖ୍ରୀଷ୍ଟାନ ଭଳିଆ ପଚାରୁଛି ଯେ କେତେ ପରିବାର ସେ ମୃତ୍ୟୁ ଲୋକ ଉଠିଲା ପରେ କେତେ ପରିବାର ପ୍ରଭୁଙ୍କୁ ଜାଣିଲେ? 1993 ମସିହାରେ ନବରଙ୍ଗପୁର ଡିଷ୍ଟ୍ରିକ୍ଟ ଝରିଗାଁ ବ୍ଲକ ବଇଁଶିବନ୍ଧା ଗାଁରେ ଗୋଟିଏ ମା ମରିଥିଲା ଲୋକ ଉଠିବାରୁ 45 ପରିବାର ସେଦିନ ପ୍ରଭୁଙ୍କୁ ଜାଣିଲେ ବଇଁଶିବନ୍ଧାରେ, ଏବଂ ହାତୀବାଡ଼ିରେ 8 ପରିବାର ଜାଣିଲେ। ଏ ପ୍ରକାର ଭାବରେ ମାନେ ଠିକ୍ କୁହନ୍ତୁ, ଏଇଟା ଯେଉଁ ଅନ୍ଧାରିଆରେ ବାଡ଼ି ବୁଲେକି ବେଣୁଧର ପ୍ରଚାର କରିବା ଦ୍ୱାରା ମୃତ୍ୟୁ ଲୋକ ଉଠିଲା, ହେଲେ କେତେ ଘଣ୍ଟା କାନ୍ଦିଲା? ସେ ନିଜେ କହୁଛି ଯୀଶୁ କାନ୍ଦିବାରୁ ଲାଜାର ଉଠିଲେ। ଆପଣ ଶୁଣି ଦିଅନ୍ତୁ ଯେ ଯୀଶୁ କାନ୍ଦିବାରୁ ଲାଜାର ଉଠିଲା। ଯୀଶୁ କାନ୍ଦିଲେ ମରି ଯାଇଥିବା ଲାଜାର ମୋ ପୁନର୍ଜୀବିତ ହେଲେ। ମୋ ପ୍ରିୟ ଲୋକମାନେ, ସେଇ ଯୀଶୁ କାନ୍ଦିଲେ ଲାଜାର ବଞ୍ଚିଲା। ତେବେ ବେଣୁ ଲିମା କେତେ ଘଣ୍ଟା କାନ୍ଦିବାରୁ ସେ ମୃତ୍ୟୁ ଲୋକ ଉଠିଲା? ଏଇଟା ମୋର ଉତ୍ତର ମୁଁ ଚାହେଁ। ମୁଁ ସେଥିପାଇଁ ତାଙ୍କର ଥମ୍ବନେଲ୍ ପକାଇ ଦେଉଛି ଯେ ବେଣୁ ଦ୍ୱାରା ମରିଥିଲା ଲୋକ ଉଠିଲା। ତେବେ ମୁଁ ଯେମିତି ଠିକିନିକି କହିଲି ଯେ ଝରିଗାଁ ବ୍ଲକ ବଇଁଶିବନ୍ଧା ଗ୍ରାମରେ ଜଣେ ମା ମରିଥିବାର ଉଠିଲା ବୋଲିକି 45 ଘର ପ୍ରଭୁଙ୍କୁ ଜାଣିଲେ। ମୁଁ ସେଠି ମୋର ଟିମ୍ ନୁହେଁ, ମୁଁ ଜଣେ ଥିଲି। ମୁଁ ଯାଇକି ପ୍ରାର୍ଥନା କରିବା ଦ୍ୱାରା ସେ ଉଠିଲା ଏବଂ ଗୋଟିଏ ଦିନ ଭିତରେ 45 ପରିବାର ପ୍ରଭୁଙ୍କୁ ଜାଣିଲେ। ଏ ପ୍ରଭୁଙ୍କ ଗୌରବ ନିମନ୍ତେ ପ୍ରଭୁ ତାଙ୍କର କାମ କରନ୍ତି। ଏବେ ଯୀଶୁ କହିଲେ ଯେ ଲାଜାରର ମୃତ୍ୟୁର ଏଇଟା ମାନେ ମରଣ ପାଇଁ ନୁହେଁ, ଏଇଟା କ'ଣ ଗୌରବ ପାଇଁ, ତାଙ୍କର ଗୌରବ ପାଇଁ କରନ୍ତି। ସେଥିପାଇଁ ଯାହାଙ୍କର ପ୍ରୟୋଜନ ଥିଲା ସେମାନେ ସୁସ୍ଥ ହେଉଥିଲେ। ଆଉ ଏ ସୁସ୍ଥ ହେବାଟା ଯେମିତି ହିଜକିୟ କହିଲେ, ପ୍ରଭୁ ମୁଁ ଯେତେବେଳେ ବଞ୍ଚିଥିଲି ମୁଁ କେତେ ତୁମ ପାଇଁ ଭଲ କାମ କରିଛି, ତାକୁ ଟିକେ ସ୍ମରଣ କର, ସେଇ କାମକୁ ଟିକେ ସ୍ମରଣ କର, ସେ କଥାକୁ ଟିକେ ସ୍ମରଣ କର ବୋଲି ରୋଦନ କରିବାରୁ ବାକ୍ୟ ଲେଖାଇଛି ଯେ ଈଶ୍ୱରଙ୍କର ବାକ୍ୟ ଅନ୍ୟଥା ହେବ ନାହିଁ, ବିନ୍ଦୁ କି ବିସର୍ଗ କି ଯଦି କି ମାତ୍ରା ଲୋପ ନାହିଁ, ଯାହା କହିଲେ ତାହା ଘଟିବ। କିନ୍ତୁ ଏଇ ଯେଉଁ ହିଜକିୟଙ୍କ କ୍ଷେତ୍ରରେ ହିଜକିୟ ଯେତେବେଳେ ଜିସାୟ ଭାବବାଦୀ ଯାଇକି କହିଲେ ଘର ବିଷୟ ସଜାଡ଼, ଯେହେତୁ ତୁମେ ଆଜି ମରିବ, ଏତିକି କହିକି ଗଲା ପରେ ସେ ଯାଇକି ଗାଁର ମଧ୍ୟସ୍ଥାନକୁ ପହଞ୍ଚିଛନ୍ତି। ସେତେବେଳକୁ କ'ଣ ହେଲା ଯେ ପରଶୁରାମ ଆଉ ଥରେ କହିଲେ ଯେ ତୁମେ ଯାଅ, ସେ ଆଉ 15 ବର୍ଷ ବଞ୍ଚିବ। ସେତେବେଳକୁ ହିଜକିୟ ସେ ଆଣ୍ଠୁମାଳି ବା ପ୍ରଭୁଙ୍କ ନିକଟରେ କାନ୍ଦୁଥିଲେ। ଯେତେବେଳେ କାନ୍ଦିଲେ ତାପରେ ସେ କ୍ରନ୍ଦନ ଯାଇକି ଈଶ୍ୱରଙ୍କ ନିକଟରେ ପହଞ୍ଚିଲା। ଆଉ ଈଶ୍ୱର କହିଲେ 15 ବର୍ଷ ବଞ୍ଚିବେ। କିନ୍ତୁ ଏଇଠି ସେ ଯୀଶୁ କହିନାହାନ୍ତି ଯେ ତମେ
ତମ ନାଁରେ ଏମିତି କଲୁ, ତମ ନାଁରେ ଏମିତି ଭୂତ ଛଡ଼େଇଲୁ, ଏମିତି ରୋଗୀମାନଙ୍କୁ ସୁସ୍ଥ କଲୁ, ଆଉ ମରିଥିଲେ ଲୋକ ଉଠେଇଛୁ ବୋଲି କହିଲେ ତାର ଗ୍ରହଣ ନୁହେଁ। ସେ ପ୍ରଭୁ ମାନେ ପ୍ରଭୁ ପ୍ରଭୁ ତମ ନାଁରେ ଏମିତି କଲୁ ବୋଲି କହିଲେ ଆମେ ଗ୍ରହଣ ନାହିଁ, ସେଟା ଆଗରୁ କାଟି ଦେଇଛନ୍ତି। ଯେହେତୁ ସେଟା କ'ଣ, ଏଇଟା ହେଉଛି ଯେ ଦାନ, ବିନା ମୂଲ୍ୟରେ ଦାନ ଦେଇଅଛି, ବିନା ମୂଲ୍ୟରେ ତମେ ଦାନକୁ ପରିବେଷଣ କର, ମୃତ୍ୟୁମାନଙ୍କୁ ଉଠାଅ, ରୋଗୀମାନଙ୍କୁ ସୁସ୍ଥ କର ଏବଂ ମାନେ ଭୂତମାନଙ୍କୁ ଛଡ଼ାଅ। ଏଇଟା ବିନା ମୂଲ୍ୟରେ ଦେଇଛନ୍ତି। କିନ୍ତୁ ଏଇଠି ଯେଉଁ ଆମେ କିଛି ପାଇବୁ ବୋଲିକି ଯେ ୟୁଟ୍ୟୁବ ଟଙ୍କା ପାଇବ, ପ୍ରଭୁଙ୍କଠୁ ଆଶୀର୍ବାଦ ପାଇବ, ଏଇଟା କେବେ ଭାବ ନାହିଁ। ହଁ ୟୁଟ୍ୟୁବର ଟଙ୍କା ପାଇବ, କିନ୍ତୁ ପ୍ରଭୁ ଏଇଟା ଗଣିତକୁ ନେବେ ନାହିଁ କିମ୍ବା ସେ ଦ୍ୱାରା ତୁମକୁ ଦୟା କରିକି ସ୍ୱର୍ଗ ରାଜ୍ୟକୁ ନେବେ ନାହିଁ। ଈଶ୍ୱରଙ୍କର ଇଚ୍ଛା ସାଧନ କଲେ ଈଶ୍ୱରଙ୍କ ରାଜ୍ୟକୁ ଯାଇପାରିବ। ସେ କହିଲେ ପ୍ରଭୁ ହେଉଛନ୍ତି ସିଦ୍ଧ, ତୁମେମାନେ ସିଦ୍ଧ ହୁଅ। ଆଉ ଏଇ ଯେଉଁ ଥଣ୍ଡେଲ ଯାକ ବନେଇ ଦେଇକି ସାଙ୍ଗେ ସାଙ୍ଗେ ମରିଥିଲା ଲୋକ ଉଠିଲା, ଖାଲି ସେ ଜଣେ ପ୍ରାର୍ଥନା କଲେ ମରିଥିଲା ଲୋକ ଉଠୁଛି, ଆଉ ଅନ୍ୟମାନେ ପ୍ରାର୍ଥନା କଲେ ଆଉ କିଏ ଉଠୁନାହାନ୍ତି। ଆଉ ପ୍ରଭୁଙ୍କର ଦାନ ଏଇଟା, ପ୍ରଭୁ ଦେଇଛନ୍ତି। ବିଶ୍ୱାସୀ ମାନଙ୍କର ଏସବୁ ଚିହ୍ନ ଅନୁବର୍ତ୍ତିତ। ବିଶ୍ୱାସୀ ସାଧାରଣ ଯିଏ ବିଶ୍ୱାସ କଲା। 2 ଜଣ ଯୀଶୁଙ୍କ ଶିଷ୍ୟ ନଥିଲେ, ସେମାନେ ବିଶ୍ୱାସ କରିକି ଯୀଶୁଙ୍କ ନାଁରେ ଯେତେବେଳେ ଆଶ୍ଚର୍ଯ୍ୟ କର୍ମ କରୁଛନ୍ତି, ଶିଷ୍ୟମାନେ ସେମାନଙ୍କୁ ବନ୍ଦ କଲେ। ଯୀଶୁଙ୍କୁ ଆସିକି ଯେତେବେଳେ କହିଲେ, ଯୀଶୁ କ'ଣ କହିଲେ? ସେମାନେ ଆମର ବିପକ୍ଷ ନୁହନ୍ତି, ସେମାନେ ଆମର ସପକ୍ଷ। ଜଣେ ଚର୍ଚ୍ଚକୁ ଆସିକି ବିଶ୍ୱାସ କରୁ କିମ୍ବା ଜଣେ ବାକ୍ୟ ପଢ଼ି ପଢ଼ି ସେ ବିଶ୍ୱାସ କରୁ, ପ୍ରଭୁ ତାକୁ ଆଶ୍ଚର୍ଯ୍ୟ ଭାବରେ ବି ବ୍ୟବହାର କରିବେ। ଆମେ ଜାଣିଛୁ ନିକୋଦିମ ରାତ୍ର ସମୟରେ ଯୀଶୁଙ୍କ ପାଖରୁ ଯାଇଥିଲେ। ସେ ନିକୋଦିମ ଜିହୁଦୀମାନଙ୍କ ସହିତ ଯୁକ୍ତି ତର୍କ କଲାବେଳକୁ ସେମାନଙ୍କୁ ଉତ୍ତର ରଖିଲେ। ସେ ନିକୋଦିମ ଯୀଶୁଙ୍କୁ କ୍ରୁଶରୁ ଓହ୍ଲାଇ ଆଣିକି ସମାଧି ପର୍ଯ୍ୟନ୍ତ କାର୍ଯ୍ୟ କଲେ। ସେ ତାକୁ କୁହାଯାଏ ଗୁପ୍ତ ଶିଷ୍ୟ। ଅନେକ ଅଛନ୍ତି ଗୁପ୍ତ ଶିଷ୍ୟ ଯାକ, କିନ୍ତୁ କାଉ ଯେମିତି କା 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 କହିବ, ସେମିତି এই সোশিয়াল মিডিয়া না মানে বেণু প্রচার করে মৃত্যু লোক উঠিলা, মানে কেতে ঘন্টা কান্দিলা সে নিজ কইলা অনুসারে। যীশু কান্দিলে, লাজার উঠিলে, তাকে নিজে কହୁଛନ୍ତି সে কেতে ঘন্টা কান্দিলা। আরে সেটা দান প্রভু ଦେଇଛନ୍ତି, দান সেটা তুমি বিনা মূল্যের পাইছ, বিনা মূল্যে দান কর। প্রভু ব্যবহার করছেন, তাকে নে সমস্ত ব্যবহার করছেন, কেতেবেলে কাকু ব্যবহার করছেন। অনেক শিখিবার ଅଛି। আজির କହିବାର ଭାବ ଏହି ଯେ ବେଣୁଙ୍କର ପ୍ରଚାର ୟୁଟ୍ୟୁବରେ ପକେଇକି ଯେଉଁ ମହାଶୟ ପଇସା କମାଉଛି ସେ ଜାଣୁ, କାହିଁକି ଶେଷ ଦିନରେ ଭଣ୍ଡ ମାନେ ଉତ୍ପନ୍ନ ହେବେ। ଭୁଲ ପ୍ରଚାର, ଯେଉଁ ଭୁଲ ପ୍ରଚାର କରିଛନ୍ତି ସେ କ'ଣ ଦୈବିକ ଆତ୍ମା ବିଶିଷ୍ଟ ମାଆକୁ କହୁଛନ୍ତି ପ୍ରାର୍ଥନା ମା। ଏଇଟା ମୁଁ ଅଣ ଖ୍ରୀଷ୍ଟିଆନ ଲୋକ ଭଳିଆ ବୁଝୁଛି। ଯୀଶୁ କହିଲେ ଆଉ ତୁମେ ସୁସ୍ଥ କଲୁ, ଏଇଟା କଲୁ, ସେଇଟା କଲୁ, ତୁମେ ମୋ ପାଖରେ କିଛି କହିବ ନାହିଁ। ଅନେକ ଆସିବ ପ୍ରଭୁ ପ୍ରଭୁ ବୋଲି କହିବେ, ଏଇଟା ଗଣିତିରେ ନାହିଁ। ସିଦ୍ଧ ଭାବରେ ସତ୍ୟରେ ଈଶ୍ୱରଙ୍କର ଇଚ୍ଛାକୁ ଯିଏ ସାଧନ କରିବ ସେ ଈଶ୍ୱରଙ୍କ ରାଜ୍ୟକୁ ଯିବ। ଆଜିର ଏ ଅଳ୍ପ ଶିକ୍ଷା ଉପରେ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ରହିଲି, ନମସ୍କାର, ପ୍ରେଜ୍ ଦ ଲର୍ଡ।